ସମସ୍ତଙ୍କୁ ସାଦର ଅଭିନନ୍ଦନ। ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ଭାଗ 1ରେ କବିତାକୁ ଆଲୋଚନା କରିଥିଲେ। ବର୍ତ୍ତମାନ ଏହା ଭାଗ 2। ଏଥିରେ ଆମେ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପ୍ରଶ୍ନ ଉତ୍ତରକୁ ଯିବା ପୂର୍ବରୁ ଆମେ କିଛି ନୂତନ ଶବ୍ଦ ଓ ତାର ଅର୍ଥ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରିବା। ପୁସ୍ତକରେ କିଛି ଅର୍ଥ ଦିଆଯାଇଛି ଏବଂ ଆଉ କିଛି ଅର୍ଥ ପୁସ୍ତକରେ ଦିଆଯାଇ ନାହିଁ। ତେବେ ଆମେ ଯେଉଁ ନୂତନ ଶବ୍ଦଗୁଡ଼ିକ ପୁସ୍ତକରେ ଅଛି ତାକୁ ପଢ଼ିବା ସହିତ ଆଉ କିଛି ଅଧିକ ନୂତନ ଶବ୍ଦ ଓ ତାର ଅର୍ଥ ଦେଖିବା। ଉତ୍ପନ୍ନ ମାନେ ଉତ୍ପତ୍ତି, କ୍ଲେଶ ମାନେ କଷ୍ଟ, ଅଗ୍ରସର ମାନେ ଆଗକୁ ଯିବା, ସୁଷମା ମାନେ ସୌନ୍ଦର୍ଯ୍ୟ, ଧ୍ୱଜା ମାନେ ପତାକା, ଦ୍ରବ୍ୟ ମାନେ ଜିନିଷ, କାରିଗର ମାନେ ଶିଳ୍ପୀ, ଟେକ ହେଲା ସମ୍ମାନ, ମରତେ ମାନେ ପୃଥିବୀରେ, ହିତ ଅର୍ଥ ମଙ୍ଗଳ, ବ୍ରତ ଅର୍ଥ ସଂକଳ୍ପ, ବିବିଧ ଅର୍ଥ ଅନେକ। ବର୍ତ୍ତମାନ ଆମେ ଦେଖିବା ପ୍ରଶ୍ନର ଉତ୍ତର। ପ୍ରଶ୍ନ ମୁଁ ଏଠାରେ ଲେଖି ନାହିଁ। ଆମେ ପୁସ୍ତକକୁ ଦେଖିବା ଏବଂ ପ୍ରଶ୍ନକୁ ପଢ଼ିବା। 1 ନମ୍ବର କରେ ପ୍ରଶ୍ନ ଅଛି, ଆମ ଦେଶ ପରାଧୀନ ଥିବାବେଳେ କ'ଣ ଅସୁବିଧା ହେଉଥିଲା? ଉତ୍ତର ହେଲା, ଆମ ଦେଶ ପରାଧୀନ ଥିବାବେଳେ ଲୋକମାନେ ଅନେକ କ୍ଲେଶ ଭୋଗୁଥିଲେ। ଏହା ଯେହେତୁ ସଂକ୍ଷେପରେ ଲେଖ କୁହାଯାଇଛି, ତେଣୁ ଏହାକୁ ଆମେ ଛୋଟ କରି ଲେଖିପାରିବା। ଦେଶ ସ୍ୱାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି? ଦେଶ ସ୍ୱାଧୀନ ହେବା ପରେ ଆମେ ସବୁ ପ୍ରକାର ଭଲ କାମ କରିପାରିବା, ଯାହା ଇତିହାସ ହୋଇ ବଞ୍ଚି ରହିବ। ଜାତିର ଟେକ ରଖିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ଜାତିର ଟେକ ରଖିବା ପାଇଁ ଆମକୁ ସ୍ୱଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପଡ଼ିବ। ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ୱାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି? ଦେଶର ଉନ୍ନତି ପାଇଁ ସ୍ୱାଧୀନ ଭାରତରେ କର୍ତ୍ତବ୍ୟପରାୟଣ ହେବାକୁ ଆଶା କରାଯାଇଛି। ଏଥିସହିତ ସ୍ୱଦେଶ ସେବା, ଭେଦଭାବ ଦୂରୀକରଣ, ଛୁଆଁଅଛୁଆଁ ଭାବଠାରୁ ଦୂରରେ ରହିବା ସହିତ ଜ୍ଞାନ ବିଜ୍ଞାନର ଉନ୍ନତି କରାଯିବ ବୋଲି ଆଶା କରାଯାଉଛି। ଆମେ କାହିଁକି ମଥା ନୋଇବୁ ନାହିଁ ବୋଲି କବି କହିଛନ୍ତି। ଆମେ ବୀର ଜାତି, ଆମେ ଯେଉଁ କଥା କହିବୁ ସେହି କାମକୁ ପ୍ରାଣ ଦେଇ କରିବୁ। ତେଣୁ ଆମେ ମଥା ନୋଇବୁ ନାହିଁ ବୋଲି କବି କହିଛନ୍ତି। ଏ ହେଲା ପ୍ରଶ୍ନ 1। ପ୍ରଶ୍ନ 2, ଟିକିଏ ଅଧିକା ବାକ୍ୟରେ ଆମକୁ ଉତ୍ତରଟି ପ୍ରକାଶ କରିବାକୁ ପଡ଼ିବ। କଥାକୁ କିପରି କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି। କଥାକୁ ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି। ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ କି ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି? ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ ସ୍ୱର୍ଗର ସୁଷମା ଖେଳାଇ ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି। କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି? ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି। କେଉଁମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି? କୋଟି କୋଟି ଭାରତର ସନ୍ତାନ ଯିଏ ଯେଉଁଠି ଅଛନ୍ତି ସମସ୍ତେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି। ଦେଶରେ କଳକାରଖାନା ଗଢ଼ି ଉଠିଲେ ଆମର କ'ଣ ଅସୁବିଧା ହେବ? ଦେଶରେ କଳକାରଖାନା ଗଢ଼ି ଉଠିଲେ ନାନା ପ୍ରକାର ଦ୍ରବ୍ୟ ଉତ୍ପନ୍ନ ହେବ ଓ ଅସଂଖ୍ୟ କାରିଗର ସୃଷ୍ଟି ହେବେ। ବର୍ତ୍ତମାନ ଆମେ ପ୍ରଶ୍ନ 1, ପ୍ରଶ୍ନ 2 ଦେଖିଲେ। এই ଦୁଇଟି ପ୍ରଶ୍ନ ହିଁ ଅଧିକା ଲେଖିବାକୁ ପଡ଼େ। ପ୍ରଶ୍ନ 3ରେ କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେ ପଦଟିକୁ ବାଛିବା। କେଉଁଠାରେ କୁହାଯାଇଛି ସେ ସମୟରେ କଷ୍ଟ ଭୋଗୁଥିଲୁ? ବିଦେଶୀ ଶାସନରେ ଅଧୀନ ଥିଲା ଆମ ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ଦେଶ ସେବାକୁ ଜୀବନର ବ୍ରତ କରିବା କଥା କୁହାଯାଇଛି। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ସମସ୍ତଙ୍କ ପାଇଁ ଭଲ କାମ କରିବା କଥା କେଉଁଠି କୁହାଯାଇଛି? ଛୁଆଁ ଅଛୁଆଁ ନାହିଁ କେହି ସଭିଏଁ ଭାଇ ଆମ, ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ବହୁ ଜିନିଷର ସୃଷ୍ଟି ହେବ, ଏକଥା କେଉଁ ପଦରେ କୁହାଯାଇଛି? ଦେଶରେ ଖୋଲିଦେବୁ ବିବିଧ କାରଖାନା, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା।
ଯାହା କହିବୁ ତାହା ପ୍ରାଣ ଦେଇ କରିବୁ। ଏକଥା ଯେଉଁ ପଦଟିରେ କୁହାଯାଇଛି ସେ ପଦଟି ହେଲା ଆମେ ଯେ ବୀର ଜାତି ନୋଇବୁ ନାହିଁ ମଥା, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ଏହି ପ୍ରଶ୍ନର ଉତ୍ତରଟି ଜାଣିବା ପାଇଁ ଆମକୁ ପୁସ୍ତକର କବିତାକୁ ମନେ ରଖିବାକୁ ପଡ଼ିବ। 4 ନମ୍ବର ପ୍ରଶ୍ନରେ ଧ୍ୱଜା ସହିତ ଯେପରି ଫରଫରର ସମ୍ପର୍କ ରହିଛି ସେମିତି ଝରଣା ଝରଝର, ଓଦା ସରସର, ରାଗ ଗରଗର, ଚାଲି ଦମଦମ, ଶୀତ ଥରଥର। 5 ନମ୍ବର କରେ ମଧ୍ୟ ସେହିଭଳି କିଛି ଶବ୍ଦ ଦିଆଯାଇଛି, ତା ପୂର୍ବରୁ ଖାଲି ଅଂଶ ରଖାଯାଇଛି। ଯେପରି ବିଦେଶୀ ଶାସନ, ଜାତୀୟ ଧ୍ୱଜା, କର୍ତ୍ତବ୍ୟ ପଥ, ଅସଂଖ୍ୟ କାରିଗର। ଏହା ତ ଆମେ ଦେଖିଲେ ପୂର୍ବରୁ ଜାତୀୟ ଲାଗିଲେ ଜାତୀୟ ଧ୍ୱଜା ହେଲା, ପୂର୍ବରୁ କର୍ତ୍ତବ୍ୟ ଲାଗିଲେ କର୍ତ୍ତବ୍ୟ ପଥ ହେଲା। କିନ୍ତୁ ଏବେ 6 ନମ୍ବର ପ୍ରଶ୍ନରେ ଦିଆଯାଇଛି ଆମେ ତା ପରେ କିପରି ଶବ୍ଦଟିଏ ଯୋଡ଼ିବା। ସ୍ୱଦେଶ, ସେବା, ବୀର, ଜାତି। ଠିକ୍ ସେହିପରି 6 ନମ୍ବର ଅନ୍ୟ ଏକ ବ୍ୟାକରଣ। 6 ନମ୍ବରରେ ଲେଖାଯାଇଛି ବିଦେଶୀ ପାଇଁ ସ୍ୱଦେଶୀ। ଠିକ୍ ସେମିତି ଆମେ ସ୍ୱାଧୀନ ପାଇଁ କ'ଣ ଲେଖିବା? ସ୍ୱାଧୀନ ପାଇଁ ପରାଧୀନ। ଏହା ଆମେ ଲେଖିବା ସମୟରେ ଜାଣିପାରିବା ଏଠାରେ ବିପରୀତ ଶବ୍ଦ ଲେଖାଯାଇଛି। ଭଲ ମନ୍ଦ, ପର ନିଜର, ହିତ ଅହିତ, ବୀର ଭୀରୁ। 7 ନମ୍ବରରେ କୁହାଗଲା ଯେପରି କର୍ତ୍ତବ୍ୟ ଶବ୍ଦ ସହିତ ପଥ ମିଶିଲେ କର୍ତ୍ତବ୍ୟ ପଥ ହୋଇଛି, ସେହିପରି ପଥ ଯୋଗ କରି ଯଦି ଆମେ ଶବ୍ଦ ଲେଖିବା ସେଗୁଡ଼ିକ କ'ଣ କ'ଣ? ସତ୍ୟପଥ, ଧର୍ମପଥ, ଗତିପଥ, ଛାୟାପଥ, କର୍ମପଥ, ପ୍ରାଣପଥ ଓ ଜ୍ଞାନପଥ। 8 ନମ୍ବରରେ କୁହାଯାଇଛି ପତାକାର ଆଉ କେତୋଟି ପ୍ରତିଶବ୍ଦ ଲେଖିବା। ପତାକାକୁ ଆମେ ଧ୍ୱଜା କହୁ, ବାନା କହୁ, କେତନ କହୁ ଏବଂ ବୈଜୟନ୍ତୀ ମଧ୍ୟ କହିଥାଉ। 9 ନମ୍ବର ଯେପରି ଶାସନରୁ ଶାସିତ ସେପରି ଦଳରୁ ଦଳୀୟ ମଧ୍ୟ ହୋଇଛି। ବର୍ତ୍ତମାନ ପ୍ରଶ୍ନ ହେଲା ଉତ୍ପାଦନରୁ କ'ଣ ହେବ? ଉତ୍ପାଦନରୁ ଉତ୍ପାଦିତ ହେବ, ନାମରୁ ନାମିତ ହେବ, ଜାତିରୁ ଜାତୀୟ ହେବ, ବିଦେଶୀରୁ ବିଦେଶୀୟ ହେବ, ଜୀବନରୁ ଜୀବିତ ହେବ। 10 ନମ୍ବର ପ୍ରଶ୍ନ ହେଲା ତଳେ କ ସ୍ତମ୍ଭ ଓ ଖ ସ୍ତମ୍ଭ ଦିଆଯାଇଛି, ସେ ଦୁହିଁଙ୍କୁ ମିଳାଇ ଯେଉଁ ନୂଆ ପଦଟି ହେଉଛି ତାକୁ ଗ ସ୍ତମ୍ଭରେ ଲେଖିବା। ତାର ଉତ୍ତର ହେଲା କାମ ତରତର, ରାଗ ଗରଗର, ବଚନ ଖରଖର, ପତାକା ଫରଫର, ଓଦା ସରସର। ଏହାକୁ ଆମେ ପୂର୍ବରୁ ମଧ୍ୟ ପୁସ୍ତକରେ ବା ଅନୁଶୀଳନୀରେ ଥିବା 4 ନମ୍ବର ପ୍ରଶ୍ନରେ ଏହିଭଳି କିଛି ଶବ୍ଦକୁ ଆମେ ଦେଖିଥିଲେ। ବର୍ତ୍ତମାନ ଆମେ ପ୍ରଶ୍ନ ଉତ୍ତର ସବୁ ଜାଣିଗଲେ। ଏହାକୁ ଭଲ ଭାବରେ ପଢ଼ିବା ଏବଂ ପଢ଼ିବା ଦ୍ୱାରା ଆମର ପ୍ରଶ୍ନ ଉତ୍ତର ଗୁଡ଼ିକ ମନେ ରହିଯିବ। 3 ନମ୍ବର ପ୍ରଶ୍ନକୁ ଉତ୍ତର କରିବା ପାଇଁ ଆମକୁ କବିତାଟିକୁ ମନେ ରଖିବାକୁ ପଡ଼ିବ। ଏହା ଦ୍ୱାରା ହିଁ ଆମେ ଆମର କବିତା ଉପେନ୍ଦ୍ରନାଥ ତ୍ରିପାଠୀଙ୍କ ଜାତୀୟ ଧ୍ୱଜା ଆମ ଉଡ଼ାଇ ଫରଫର ଏହାକୁ ଆମେ ଭଲ ଭାବରେ ମନେ ରଖିପାରିବା। ଧନ୍ୟବାଦ।